ସୁଭଦ୍ରା ଯୋଜନା ପାଇଁ ଫର୍ମ ଆସିଯାଇଛି। ତ ଏଇ ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଦେଖେଇବି କେମିତି ଫର୍ମ ଫିଲ୍ଅପ୍ କରିବେ। ପୁରା ଡିଟେଲ୍ସ ମୁଁ ଆପଣଙ୍କୁ ବୁଝେଇବି କେମିତି ଫର୍ମ ଫିଲ୍ଅପ୍ ହବ। ତା ସହିତ ଆମର ସୁଭଦ୍ରା ଯୋଜନାକୁ ନେଇ ଗୋଟେ ବଡ଼ ଅପଡେଟ୍ ଆସିଛି। ତାହା ମଧ୍ୟ ମୁଁ ଏଇ ଭିଡ଼ିଓ ମାଧ୍ୟମରେ ଡିସ୍କସ୍ କରିବି। ତ ଚାଲନ୍ତୁ ଭିଡ଼ିଓକୁ ଡେରି ନକରି ଷ୍ଟାର୍ଟ କରିବି। ତ ଏ ହେଉଛି ଆମର ସୁଭଦ୍ରା ଯୋଜନାର ଫର୍ମ, ଦେଖିପାରୁଥିବେ। এই ଫର୍ମଟି ଆପଣଙ୍କୁ ସୁଭଦ୍ରା ଯୋଜନାରେ ଯେତେବେଳେ ଆବେଦନ କରିବେ ଆପଣଙ୍କୁ ଏହି ଫର୍ମଟି ଦରକାର ହବ। ଚାଲନ୍ତୁ ଦେଖିବା କେମିତି ଫର୍ମଟି ଫିଲ୍ଅପ୍ ହବ। ଦେଖିପାରୁଥିବେ ସୁଭଦ୍ରା ମହିଳା ଓ ଶିଶୁ ବିକାଶ ଓଡ଼ିଶା ଆବେଦନ ପତ୍ର। ଏହି ଫର୍ମଟି ସମ୍ପୂର୍ଣ୍ଣ ମାଗଣା ଉପଲବ୍ଧ। ତାପରେ ଆପଣ ଟୋଲ୍ ଫ୍ରି ନମ୍ବର ଅଛି। ଆପଣ ଯଦି କିଛି ଅସୁବିଧା ହେଉଛି ତ ଆପଣ ଟୋଲ୍ ଫ୍ରି ନମ୍ବରରେ ଆପଣ କଲ୍ କରି ଆପଣ ହେଲ୍ପ ନେଇପାରିବେ। ତାପରେ ଦେଖିପାରୁଥିବେ ଭାଗ କ ଆବେଦନକାରୀଙ୍କର ବିଶେଷ ବିବରଣୀ। 1 ନମ୍ବର ଅଛି ସମ୍ପୂର୍ଣ୍ଣ ନାମ ଆଧାର ଅନୁଯାୟୀ। ଏଠି ତ ଆପଣଙ୍କୁ ଆପଣଙ୍କର ଆଧାର କାର୍ଡ ଅନୁଯାୟୀ ଆପଣଙ୍କର ନାମଟି ଏଠି ଆପଣଙ୍କୁ ଏଣ୍ଟର କରିବା ପାଇଁ ପଡ଼ିବ। ଆପଣ ନାମଟି କେମିତି ଏଣ୍ଟର କରିବେ? ଯଦି ଆପଣଙ୍କର ନାମ ହେଉଛି ରାମ ନାୟକ ତ ଆପଣଙ୍କୁ ରାମ ଲେଖିବା ପାଇଁ ପଡ଼ିବ। ତାପରେ ଗୋଟେ ବକ୍ସ ଛାଡ଼ି ଆପଣଙ୍କୁ ନାୟକ ଲେଖିବା ପାଇଁ ପଡ଼ିବ। ସେଇଭଳି ଆଧାର ସଂଖ୍ୟାରେ ଆପଣ ବି ସେମିତି ଦେଖିପାରୁଥିବେ 2 ନମ୍ବରରେ ଆଧାର ସଂଖ୍ୟା ଅଛି। ତ ଏଠି ଆପଣଙ୍କର ଆଧାର ନମ୍ବରଟି ଏଣ୍ଟର ଦେବା ପାଇଁ ପଡ଼ିବ। ଏଠି ହେଉଛି 12ଟି ବକ୍ସ ଅଛି। 12ଟି ବକ୍ସରେ ଆପଣଙ୍କର ଆଧାର ନମ୍ବରଟି ରହିବ। ସେଇଭଳି 3 ନମ୍ବରରେ ତାପରେ ହେଉଛି 3 ନମ୍ବରରେ ପିତା ମାତାଙ୍କ ନାମ ଯାହା ଆଧାରରେ ଅଛି। ଯଦି ଆପଣଙ୍କର ପିତାଙ୍କ ନାମ ଅଛି ତ ଆଧାରରେ ପିତାଙ୍କ ନାମ ଦେବେ। ଯଦି ଆପଣଙ୍କର ଆଧାରରେ ସ୍ୱାମୀଙ୍କ ନାମ ଅଛି ତ ଆପଣ ଏଠି ସ୍ୱାମୀଙ୍କ ନାମ ଲେଖିବା ପାଇଁ ପଡ଼ିବ 3 ନମ୍ବରରେ। ତାପରେ ସେଇଭଳିଆ 4 ନମ୍ବରରେ ଦେଖିବା। 4 ନମ୍ବରରେ ଆପଣଙ୍କର ଜନ୍ମ ଦିବସ, ଜନ୍ମ ତାରିଖ। ଆପଣଙ୍କର ଜନ୍ମ ତାରିଖ ଏଠି ଦେବା ପାଇଁ ପଡ଼ିବ। କେମିତି ଜନ୍ମ ତାରିଖ ଦେବେ ନା ଫାର୍ଷ୍ଟରେ ଆପଣଙ୍କୁ ଦିନ ଦେବା ପାଇଁ ପଡ଼ିବ। ତାପରେ ହେଉଛି ଆପଣଙ୍କୁ ମାସ ଦେବା ପାଇଁ ପଡ଼ିବ। ତାପରେ ଆପଣଙ୍କୁ ମସିହା ଦେବା ପାଇଁ ପଡ଼ିବ, ବର୍ଷ ଦେବା ପାଇଁ ପଡ଼ିବ। ଯଦି ଆପଣଙ୍କର 2/6/1997 ଏଠି ଆପଣଙ୍କୁ 0 ଦେବେ। ତାପରେ 2 ଦେବେ। ତ ସେଇଭଳିଆ 0 ଦେବେ, 6 ଦେବେ। ତାପରେ 1997 ତ 1997 ଏମିତି ଆପଣଙ୍କୁ ଫର୍ମଟି ଫିଲ୍ଅପ୍ କରିବା ପାଇଁ ପଡ଼ିବ। ତାପରେ 5 ନମ୍ବରରେ ଆପଣଙ୍କୁ ଫିଲ୍ଅପ୍ କରିବା ପାଇଁ ପଡ଼ିବ ଆପଣଙ୍କର ବର୍ଗ, ଯୋଉଟା ଆପଣଙ୍କର କାଷ୍ଟ। ତ ଆପଣ ଯଦି ସାଧାରଣ ଯଦି OBC ଅଛନ୍ତି ତ ଏଠି ଆପଣଙ୍କୁ ଟିକ୍ କରିବା ପାଇଁ ପଡ଼ିବ। ଯଦି ଆପଣ ଅନୁସୂଚିତ ଜାତି ଅଛନ୍ତି ଯାହା SC ତ ଆପଣଙ୍କୁ ଏଠି ଟିକ୍ ମାର୍କ ଦେବା ପାଇଁ ପଡ଼ିବ। ଯଦି ଆପଣ ଅନୁସୂଚିତ ଜନଜାତି ଅଛନ୍ତି ST ଅଛନ୍ତି ତ ଆପଣଙ୍କୁ ଏଠି ଟିକ୍ ମାର୍କ ଦେବା ପାଇଁ ପଡ଼ିବ। ତାପରେ ହେଉଛି 6 ନମ୍ବରରେ ଆପଣଙ୍କୁ ଦେବା ପାଇଁ ପଡ଼ିବ ଶାରୀରିକ ଭିନ୍ନକ୍ଷମ। ଯଦି ଆପଣଙ୍କର ଭିନ୍ନକ୍ଷମ ଅଛନ୍ତି ତ ଏଠି ହଁରେ ଟିକ୍ ଚିହ୍ନ ଦେବେ। ଯଦି ଭିନ୍ନକ୍ଷମ ନାହାନ୍ତି ତ ଏଠି ନାଁରେ ଟିକ୍ ଦେବେ। ତାପରେ ହେଉଛି 7 ନମ୍ବରରେ। 7 ନମ୍ବରରେ ଆପଣଙ୍କୁ ଦେବା ପାଇଁ ପଡ଼ିବ ଆଧାର ଯୁକ୍ତ ମୋବାଇଲ ନମ୍ବର। ଆପଣଙ୍କର ଆଧାର କାର୍ଡରେ ଯେଉଁ ମୋବାଇଲ ନମ୍ବରଟି ଲିଙ୍କ ଅଛି ତ ଆପଣଙ୍କୁ ସେଇ ମୋବାଇଲ ନମ୍ବରଟି ଏ ବକ୍ସରେ ଆପଣଙ୍କୁ ମୋବାଇଲ ନମ୍ବରଟି ଦେବା ପାଇଁ ପଡ଼ିବ। ତାପରେ ବିକଳ୍ପ ମୋବାଇଲ ନମ୍ବର। ଯଦି ତା ବ୍ୟତୀତ ଆଧାରରେ ଯେଉଁ ମୋବାଇଲ ନମ୍ବର ଲିଙ୍କ ଅଛି ତା ବ୍ୟତୀତ ଯଦି ଅନ୍ୟ କୌଣସି ମୋବାଇଲ ନମ୍ବର ଅଛି ତ ଆପଣ ଏଠି 8 ନମ୍ବରରେ ଏଠି ଆପଣ ଦେଇପାରିବେ ଅନ୍ୟ କୌଣସି ମୋବାଇଲ ନମ୍ବର ଯାହା ହେଉଛି ଅଲ୍ଟରନେଟ୍ ମୋବାଇଲ ନମ୍ବର। ତାପରେ 9 ନମ୍ବରରେ ଦେଖିପାରୁଥିବେ ଏଠି ଜିଲ୍ଲା ଅଛି। ତ ଏଠି ଆପଣଙ୍କର ଜିଲ୍ଲାଟି ଏଠି ଦେବା ପାଇଁ ପଡ଼ିବ। ଆପଣଙ୍କୁ ଲେଖିବା ପାଇଁ ପଡ଼ିବ ଜିଲ୍ଲା। ଜିଲ୍ଲା ଲେଖି ସାରିଲା ପରେ ଆପଣଙ୍କୁ ଏଠି ଆପଣଙ୍କର ଗ୍ରାମାଞ୍ଚଳ ନିମନ୍ତେ ଗ୍ରାମ, ଏଠି ଆପଣଙ୍କର ଗ୍ରାମ ଦେବା ପାଇଁ ପଡ଼ିବ। ତାପରେ ଖରେ ଏଠି ଆପଣଙ୍କର ପଞ୍ଚାୟତ ଦେବା ପାଇଁ ପଡ଼ିବ, ଆପଣଙ୍କର ଗ୍ରାମ ପଞ୍ଚାୟତ। ତାପରେ ଆପଣଙ୍କୁ ଗରେ ଦେଖିପାରୁଥିବେ ଏଠି ବ୍ଲକ ଦେବା ପାଇଁ ପଡ଼ିବ। ବ୍ଲକ ଦେଲା ପରେ ତାପରେ ଆପଣଙ୍କ ସହରାଞ୍ଚଳ ନିମନ୍ତେ ୱାର୍ଡ ନମ୍ବର। ଯଦି ଆପଣ ସହରାଞ୍ଚଳରେ ଅଛନ୍ତି ତ ଆପଣଙ୍କର ଏଠି ୱାର୍ଡ ନମ୍ବରଟି ଦେବା ପାଇଁ ପଡ଼ିବ। ତାପରେ ସେଇଭଳିଆ ଖରେ ଆପଣ ଯଦି ଉର୍ବାନ ଲୋକାଲ ବଡିରେ ଅଛନ୍ତି ତ ଏଠି ତ ଆପଣଙ୍କୁ ଦେବା ପାଇଁ ପଡ଼ିବ। ତାପରେ ସହର ନଗରର ଏଠି ନାମ ଦେବା ପାଇଁ ପଡ଼ିବ। ତାପରେ ହେଉଛି 12 ନମ୍ବରରେ ଦେଖିପାରୁଥିବେ 12 ନମ୍ବରରେ ଆଧାର ସକ୍ଷମ ସଞ୍ଚୟ ଖାତା ଥିବା ବ୍ୟାଙ୍କର ନାମ। ଯେଉଁ ବ୍ୟାଙ୍କରେ ଆପଣଙ୍କର ଆଧାର ଲିଙ୍କ ଅଛି, ଯେଉଁ DBT ଲିଙ୍କ ଅଛି ତ ସେହି ବ୍ୟାଙ୍କର ଏଠି ନାମଟି ଆପଣ ଦେବେ। ଯଦି ଆପଣ ଜାଣିନାହାନ୍ତି ଆପଣଙ୍କର DBT କେଉଁ ବ୍ୟାଙ୍କରେ ଲିଙ୍କ ଅଛି, ଯଦି ଆପଣଙ୍କର ପ୍ରାୟ 2-3ଟା ଯଦି ବ୍ୟାଙ୍କ ଖାତା ଅଛି ତ ଆପଣ ଯଦି ଜାଣିନାହାନ୍ତି କେଉଁ ବ୍ୟାଙ୍କରେ ଯଦି ଆପଣଙ୍କର DBT ଲିଙ୍କ ଅଛି ତ ଆପଣ ଗୋଟେ କାମ କରିବେ, ଆପଣ ବ୍ୟାଙ୍କକୁ ଯାଇ ବୁଝି ନେବେ କୋଉ ବ୍ୟାଙ୍କରେ ଆପଣଙ୍କର DBT ଅନ୍ ଅଛି। ଯଦି ଆପଣ ହେଉଛି PM କିଷାନ ଆଉ କାଳିଆ ପଇସା ଯଦି ଆପଣଙ୍କର ଯେଉଁ ଆକାଉଣ୍ଟରେ ଆସୁଛି ତ ହେଉଛି ସେଇ ଆକାଉଣ୍ଟରେ ଆପଣଙ୍କର DBT ଥିବ। ଯଦି ଆପଣ ପାଉନାହାନ୍ତି ତ ଆପଣ ବ୍ୟାଙ୍କରୁ ଯାଇ ବୁଝି ନେବେ, ଆପଣ ଜାଣିପାରିବେ କୋଉ ଆକାଉଣ୍ଟରେ ଆପଣଙ୍କର DBT ଅଛି। ତାପରେ ନେକ୍ସଟ ଦେଖିବା ଭାଗ ଖ ଘୋଷଣା ନାମ। ତ ଏଠି ଆପଣଙ୍କୁ ଘୋଷଣା ନାମ କରିବା ପାଇଁ ପଡ଼ିବ। ମୁଁ ଏତଦ୍ୱାରା ଘୋଷଣା କରୁଅଛି ଯେ
ପୂର୍ବ ପୃଷ୍ଠାରେ ଉଲ୍ଲେଖ ତଥ୍ୟ ମୋର ଜ୍ଞାନ ଅନୁଯାୟୀ ସତ୍ୟ ଅଟେ। ମୁଁ ଜ୍ଞାତ ଯେ ସେଥିରୁ କୌଣସି ମିଥ୍ୟା ପ୍ରମାଣିତ ହେଲେ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇପାରେ। ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଦୟାକରି ପ୍ରଯୁଜ୍ୟ ସ୍ଥାନରେ ଟିକ୍ ମାରନ୍ତୁ। ତ ଆପଣଙ୍କୁ ଗୋଟେ ଟିକ୍ ମାରିବା ପାଇଁ ପଡ଼ିବ। ତ ଏଠି ଆପଣ ଘୋଷଣା କରିବେ ଯେ ଆପଣ ଯେଉଁ ଉପରେ ଯେଉଁ ଡାଟା ଫିଲ୍ କରିଛନ୍ତି, ଆପଣ ଯେଉଁ ତଥ୍ୟ ଦେଇଛନ୍ତି ସେଗୁଡ଼ା ସବୁ ଠିକ୍। ଯଦି ଭୁଲ ଅଛି ତ ଆପଣଙ୍କୁ ଆଇନ ଅନୁଯାୟୀ ମୋତେ ଦଣ୍ଡ କି କାର୍ଯ୍ୟାନୁଷ୍ଠାନ ଯାହା ଗ୍ରହଣ କରାଯିବା କଥା ତାହା କରାଯିବ ବୋଲି ଆପଣ ଏଠି ଘୋଷଣାନାମା ଦେବେ। ତାପରେ ଦେଖିପାରୁଥିବେ ଏଠି ଗୋଟେ ବକ୍ସ ଅଛି। ତ ଏଇ ବକ୍ସରେ ଆପଣଙ୍କୁ ଟିକ୍ କରିବା ପାଇଁ ପଡ଼ିବ ଯଦି ଆପଣ ଓଡ଼ିଶାର ବାସିନ୍ଦା। ମୁଁ ଓଡ଼ିଶାର ବାସିନ୍ଦା ଅଟେ। ତ ଏଠି ଆପଣଙ୍କୁ ଟିକ୍ କରିବା ପାଇଁ ପଡ଼ିବ। ସେହିଭଳି 1 ଜୁଲାଇ 2024 ସୁଦ୍ଧା ମୋର ବୟସ 21 କିମ୍ବା ତାଠୁ ଅଧିକ ଏବଂ 60ରୁ କମ୍ ଅଟେ। ତ ଏଠି ଆପଣଙ୍କୁ ଟିକ୍ ଚିହ୍ନ ଦେବା ପାଇଁ ପଡ଼ିବ। ତାପରେ ସେହିପରି ମୁଁ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଯୋଜନା ଅଧୀନରେ ମାସିକ 1500 ଟଙ୍କା କିମ୍ବା ବାର୍ଷିକ 18,000 ଟଙ୍କାରୁ ଅଧିକ ସହାୟତା ରାଶି ପାଉନାହିଁ। ଯଦି ଆପଣ 1500 ଟଙ୍କା ମାସିକ ଆଉ 18,000 ଟଙ୍କା ଯଦି ବର୍ଷକୁ କୌଣସି ସହାୟତା ପାଉନାହାନ୍ତି କେନ୍ଦ୍ରରୁ କିମ୍ବା ରାଜ୍ୟରୁ, ତ ଏଠି ଆପଣ ଟିକ୍ ଚିହ୍ନ ଦେବେ। ତାପରେ ମୁଁ କିମ୍ବା ମୋର ପରିବାରରେ କୌଣସି ସଦସ୍ୟ ବର୍ତ୍ତମାନ କିମ୍ବା ପୂର୍ବତନରୁ MP କିମ୍ବା MLA ନୁହନ୍ତି। ଆପଣଙ୍କ ପରିବାରରେ କେହି MP କି MLA ନାହାନ୍ତି ବୋଲି ଏଠି ଆପଣଙ୍କୁ ଟିକ୍ ଚିହ୍ନ ଦେବା ପାଇଁ ପଡ଼ିବ। ତାପରେ ସେଇଭଳିଆ ନେକ୍ସଟ ମୁଁ କିମ୍ବା ମୋ ପରିବାରରେ କୌଣସି ସଦସ୍ୟ ଆୟଦାତା ନୁହନ୍ତି। ଇନକମ୍ ଟ୍ୟାକ୍ସ, ଯୋଉଟା ଆମର ଇନକମ୍ ଟ୍ୟାକ୍ସ, ଆପଣ ଯଦି ଇନକମ୍ ଟ୍ୟାକ୍ସ ଦେଉନାହାନ୍ତି ତ ଏଠି ଆପଣଙ୍କୁ ଟିକ୍ ଚିହ୍ନ ଦେବା ପାଇଁ ପଡ଼ିବ। ତାପରେ ନେକ୍ସଟ ମୁଁ କିମ୍ବା ମୋର ପରିବାର, ଦେଖିପାରୁଥିବେ ମୁଁ କିମ୍ବା ମୋର ପରିବାର ସଦସ୍ୟ କୌଣସି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା କିମ୍ବା ପଞ୍ଚାୟତରାଜ ଅନୁଷ୍ଠାନ ଜଣେ ନିର୍ବାଚିତ ଜନପ୍ରତିନିଧି ନୁହନ୍ତି। ସେ ଭିତରେ ହେଉଛି ଆପଣଙ୍କର ୱାର୍ଡ ମେମ୍ବର ଆଉ କାଉନସିଲର ବ୍ୟତୀତ ସେମାନଙ୍କୁ ଛାଡ଼ି ଦେଇ ଆଉ ଯେତେ ରହିଲେ ପଞ୍ଚାୟତରାଜ ଅନୁଷ୍ଠାନରେ, ତ ସେମାନେ ଆବେଦନ କରିପାରିବେ ନାହିଁ। ତ ଆପଣ ଯଦି ୱାର୍ଡ ମେମ୍ବର କିମ୍ବା କାଉନସେଲିଂ ଅଛନ୍ତି ତ ଏଠି ଆପଣ ଟିକ୍ ଚିହ୍ନ ଦେଇଦେବେ। ଯଦି ଆପଣ ଏଥିମଧ୍ୟରୁ କୌଣସିଟି ନୁହଁ ତ ହେଲେ ବି ଆପଣଙ୍କୁ ଟିକ୍ ଚିହ୍ନ ଦେଇଦେବେ। ତାପରେ ମୁଁ କିମ୍ବା ମୋର ପରିବାରର କୌଣସି ସଦସ୍ୟ ଭାରତ ସରକାର କିମ୍ବା ରାଜ୍ୟ ସରକାର କୌଣସି ଅଣ୍ଡରଟେକିଂ ଅଥବା ବୋର୍ଡ ଅଥବା ସ୍ଥାନୀୟ ସଂସ୍ଥା ଅଥବା ବିଭାଗ ନିୟମିତ କିମ୍ବା ସ୍ଥାୟୀ କର୍ମୀ ଚୁକ୍ତିଭିତ୍ତି କର୍ମଚାରୀ ଭାବେ ନିଯୁକ୍ତ ନାହାନ୍ତି ଅଥବା ଅବସର ପେନସନ ପାଉନାହାନ୍ତି। ଆପଣ ପେନସନ ପାଉନାହାନ୍ତି କିମ୍ବା ଆପଣଙ୍କ ଫ୍ୟାମିଲିରେ କେହି ପେନସନ ପାଉନାହାନ୍ତି ବୋଲି ଆପଣ ଏଠି ଘୋଷଣାନାମା କରିବେ। ତ ଆପଣଙ୍କୁ ଗୋଟେ ଟିକ୍ ଚିହ୍ନ ଦେବା ପାଇଁ ପଡ଼ିବ। ତାପରେ ହେଉଛି ମୁଁ କିମ୍ବା ମୋର ପରିବାରର କୌଣସି ସଦସ୍ୟ ଭାରତ ସରକାରଙ୍କ କୌଣସି ସରକାର ବିଭାଗୀୟ ଅଥବା ଉଦ୍ୟୋଗ ଅଥବା ବୋର୍ଡ ଅଥବା ସଂଗଠନ ରାଜ୍ୟ ସରକାରଙ୍କ ଜଣେ ନିର୍ବାଚିତ ମନୋନୀତ ନିଯୁକ୍ତି ପ୍ରତିନିଧି ନୁହନ୍ତି। ତ ଏଠି ଆପଣଙ୍କୁ ଟିକ୍ ଚିହ୍ନ ଦେବେ। ତାପରେ ସେଇଭଳି ମୋର କିମ୍ବା ମୋର ପରିବାରର କୌଣସି ସଦସ୍ୟଙ୍କ 5 ଏକରରୁ ଅଧିକ ଜଳସେଚିତ କିମ୍ବା 10 ଏକରରୁ ଅଧିକ ଅଣଜଳସେଚିତ ଜମି ନାହିଁ। ତ ଏଠି ଆପଣଙ୍କୁ ଟିକ୍ ଚିହ୍ନ ଦେବେ। ଯଦି ଆପଣଙ୍କର ନାହିଁ ତ ଏଠି ଆପଣଙ୍କୁ ଟିକ୍ ଚିହ୍ନ ଦେବା ପାଇଁ ପଡ଼ିବ। ତାପରେ ହେଉଛି ମୋର କିମ୍ବା ମୋର ପରିବାରର କୌଣସି ସଦସ୍ୟଙ୍କ 4 ଚକିଆ ଯାନ ନାହାନ୍ତି। ଟ୍ରାକ୍ଟର, ମିନି ଟ୍ରକ୍ ଏବଂ ଛୋଟ ବାଣିଜ୍ୟ ଯାନ ଏବଂ ଅନ୍ୟାନ୍ୟ ସମାନ ହାଲୁକା ଯାନ ବ୍ୟତୀତ। ଆପଣଙ୍କର ଟ୍ରାକ୍ଟର, ମିନି ଟ୍ରକ୍ ବା ଛୋଟ ବାଣିଜ୍ୟ ଯାନ ଅନ୍ୟାନ୍ୟ ସାମାନ୍ୟ ହାଲୁକା ଯାନ ବ୍ୟତୀତ, ମାନେ ସେଗୁଡ଼ା ଯଦି ଆପଣଙ୍କର ଅଛି ତ ଆପଣ ଏଠି ଟିକ୍ ଚିହ୍ନ ମାରିବେ। ଯଦି ତା ବ୍ୟତୀତ ଯଦି 4 ଚକିଆ ଅଛି ତ ଆପଣ ଏଠି ଆବେଦନ କରିପାରିବେ ନାହିଁ। ତ ଏଠି ଆପଣଙ୍କୁ ଯଦି ସେଗୁଡ଼ା ନାହିଁ ତ ଆପଣ ଏଠି ଟିକ୍ ଚିହ୍ନ ଦେଇଦେବେ। ତାପରେ ହେଉଛି ମୋର ପରିବାର ବାର୍ଷିକ ଆୟ 2,50,000ରୁ କମ୍, ତ ଆପଣଙ୍କୁ ଏଠି ଟିକ୍ ଚିହ୍ନ ଦେବା ପାଇଁ ପଡ଼ିବ। ଆପଣଙ୍କର ଫ୍ୟାମିଲିର ଆନୁଆଲ ଇନକମ୍ ବର୍ଷକୁ ଇନକମ୍ 2.5 ଲକ୍ଷରୁ କମ୍ ହେଇଥିବା ଦରକାର। ତ ଆପଣଙ୍କର 2.5 ଲକ୍ଷରୁ କମ୍ ବୋଲି ଆପଣ ଏଠି ଘୋଷଣାନାମା ଦେବେ। ତ ଏଠି ଆପଣଙ୍କୁ ଟିକ୍ ଚିହ୍ନ ଦେବା ପାଇଁ ପଡ଼ିବ। ତାପରେ ଭାଗ ଗ, ଦେଖିପାରୁଥିବେ ଏଠି ଭାଗ ଗ, ଏଥି ବ୍ୟତୀତ ମୁଁ ନିମ୍ନଲିଖିତ ପାଇଁ ସମ୍ମତି ଜଣାଉଛି। ତ ଆପଣଙ୍କୁ ଏଠି ପ୍ରଥମରେ ମୋର ପ୍ରାମାଣିକ ମାନ୍ୟତା ପାଇବା ପାଇଁ UIDAIରୁ ମୋର ଆଧାର ନମ୍ବର ଏବଂ ଜନସଂଖ୍ୟା ବିବରଣୀ ହାସଲ ନିମନ୍ତେ ମୁଁ ଓଡ଼ିଶା ସରକାରକୁ ଅନୁମତି ପ୍ରଦାନ କରୁଛି। ତ ଆପଣଙ୍କର ଆଧାର ଆଥୋରାଇଜେସନ ହେବ। ତ ଆପଣଙ୍କୁ ଆପଣ ଯେତେବେଳେ ଆବେଦନ କରିବେ ତ ଆପଣ ଆଧାରରେ ଯେଉଁ ମୋବାଇଲ ନମ୍ବର ଆପଣଙ୍କର ଲିଙ୍କ ଅଛି ତ ତାକୁ ନେଇ ଆପଣ ସାଙ୍ଗରେ ଯିବେ। ତାପରେ ଏହି ଉଦ୍ଦେଶ୍ୟ ପାଇଁ ନିଜକୁ ପ୍ରାମାଣିକ କରିବାର ମୋର କୌଣସି ଆପତ୍ତି ନାହିଁ। ସମ୍ପୂର୍ଣ୍ଣ ଭାବେ ଜ୍ଞାତ ଯେ ଏହି ସୂଚନା କେବଳ ଉପରୋକ୍ତ ଉଦ୍ଦେଶ୍ୟରେ ବ୍ୟବହୃତ ହେବ। ତାପରେ ହେଉଛି 2 ନମ୍ବରରେ ଅଛି ମୋର ଅତିରିକ୍ତ ATM ଡେବିଟ୍ କାର୍ଡ ଜାରି କରିବା ପାଇଁ ମୋର ଆଧାର ସକ୍ଷମ ବ୍ୟାଙ୍କ ଆକାଉଣ୍ଟ ରକ୍ଷଣାବେକ୍ଷଣ କରୁଥିବା ବ୍ୟାଙ୍କକୁ ପରାମର୍ଶ ଦେବା ପାଇଁ ମୁଁ ଓଡ଼ିଶା ସରକାରଙ୍କୁ ଅଧିକାର ଦେଉଛି। ତ ଏଇଭଳି ଆପଣ ଘୋଷଣାନାମା ଦେବେ। ତାପରେ ହେଉଛି 3ରେ ହେଉଛି ଓଡ଼ିଶା ସରକାରଙ୍କ ଠାରୁ ଡିବିଟି ପ୍ରାପ୍ତ
ପାଇଁ ମୁଁ ମୋର ଆଧାର ସଂଖ୍ୟା ମୋ ବ୍ୟାଙ୍କ ଆକାଉଣ୍ଟକୁ ଏନପିସିଆଇ ମ୍ୟାପର ସହିତ ସଂଯୋଗ କରିବାକୁ ମୋର ସହମତି ଦେଉଅଛି। ତାପରେ 4 ନମ୍ବର ଅଛି, ମୁଁ ଏହା ମଧ୍ୟ ସହମତି ଯେ ଓଡ଼ିଶା ସରକାର ସୁଭଦ୍ରା ପାଇଁ ମୋର ପରିଚୟ ପ୍ରତିଷ୍ଠା ଏବଂ ପ୍ରାମାଣିକ ନିମନ୍ତେ ମୋର ଆଧାର ସଂଖ୍ୟା ବ୍ୟବହାର କରିପାରିବେ। ତାପରେ ଅଛି 5 ନମ୍ବର ଅଛି, ମୁଁ ସୁଭଦ୍ରା ଅଧୀନରେ ଥିବା ସମସ୍ତ ନିୟମ ସର୍ତ୍ତାବଳୀ ସହ ସହମତ। ତାପରେ ଆସିଗଲା ଆପଣଙ୍କୁ ଏଠି ଆପଣଙ୍କ ସିଗ୍ନେଚରଟି ଏଠି ଆପଣ ଦେବା ପାଇଁ ପଡ଼ିବ। ତାପରେ ଆପଣଙ୍କୁ ଏଠି ଆପଣଙ୍କ ଯୋଉ ତାରିଖରେ ଆପଣ ଆବେଦନ କରିବେ ତ ସେଇ ତାରିଖଟି ଆପଣଙ୍କୁ ଏଠି ଦେବା ପାଇଁ ପଡ଼ିବ। ତ ଦେଇ ସାରିଲା ପରେ ଆପଣ ଏ ଫର୍ମଟିକୁ ନେଇ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରକୁ ଯାଇ ଆପଣ ଫର୍ମଟି ସବମିଟ୍ କରିବେ। ତାପରେ ଦେଖିବା ସୁଭଦ୍ରା ପୁଣି ବଡ଼ ଘୋଷଣା। ବଡ଼ ଘୋଷଣା ହେଉଛି ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା। ତାର ପରିବାରର ପ୍ରତ୍ୟେକ ମହିଳାମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା। ତାପରେ ପରିବାରର ଏକାଧିକ ମହିଳା ଥିଲେ ବି ମିଳିବ ସୁଭଦ୍ରା ଟଙ୍କା। ବିଧବା ଭତ୍ତା, ଛାତ୍ରବୃତ୍ତି ପାଉଥିବା କଲେଜ ଝିଅ ମଧ୍ୟ ପାଇବେ ଟଙ୍କା। ବିଧାନସଭାରେ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡା। ଯଦି ଭିଡ଼ିଓଟି ଭଲ ଲାଗିଛି ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ।